ମୁଁ ଦେଖୁଛି ଗୋଟେ ବ୍ୟକ୍ତି ସିମିୟନ ଯେ କି ପବିତ୍ର ଧାର୍ମିକ ଜୀବନ କାଟୁଥିଲେ। ଠିକ ସେହିପରି ଈଶ୍ୱରଙ୍କର ଦାସମାନେ, ଏମିତି ମହାନ ଦାସମାନେ ଅଛନ୍ତି କୋରାପୁଟ ଜିଲ୍ଲାରେ, ଦାସୀମାନେ ଅଛନ୍ତି କୋରାପୁଟ ଜିଲ୍ଲାରେ। ଏମିତି ଅନେକ ବ୍ୟକ୍ତି ଅଛନ୍ତି, ସେମାନେ ହେଇପାରେ 5 ଲୋକ ପାଖେ ଯାଉଥିବେ, ଗୋଟେ ଘରେ ରହିଥିବେ, ଆମ ଭଳିଆ ଷ୍ଟେଜ ତାଙ୍କୁ ମିଳିନାହିଁ, କିନ୍ତୁ ତାଙ୍କର ପ୍ରାର୍ଥନା ଯେଉଁ କୋରାପୁଟକୁ ଟାଙ୍ଗରା ଭୂମି ବୋଲି ପରିଚୟ ଥିଲା, ଯେଉଁ କୋରାପୁଟକୁ ଆଦିବାସୀ ଅଞ୍ଚଳ ବୋଲି ପରିଚୟ ଥିଲା, ମନେ ରଖିଥାନ୍ତୁ ସେ ଚାहे ନାଗାଲାଣ୍ଡ ହଉ, ସେ ଚାहे କେରଳ ହଉ, ଯେତେବେଳେ ସଦା ପ୍ରଭୁଙ୍କର ପ୍ରଦୀପ ଯେତେବେଳେ ଉଦିତ ହେବ, ସେତେବେଳେ ସବୁ ବିଷୟ ଆଶୀର୍ବାଦରେ ପରିପୂର୍ଣ୍ଣ ହେବ। ଗୋଟେ ବ୍ୟକ୍ତିର ନାମ ଥିଲା ଯୋସେଫ, ନିଜକୁ ସମର୍ପିତ କଲେ, ଯେଉଁ ଜାଗାରେ ପାଦ ଦେଲେ সেই জায়গা আশীর্বাদ পাইলা। অপবয় পুত্র কথা শুনলে নাই, ଯେଉଁ জায়গায় পাদ দেলে সেই দেশ দরিদ্র হয়ে গেল। কিন্তু যোসেফ ଯେଉଁ ଦେଶରେ ପାଦ ଦେଲେ সেই ଦେଶରେ ଆଜି ମଧ୍ୟ ଧନ ଆସୁଛି। ଆଜି ଆପଣମାନଙ୍କ ମଧ୍ୟରେ ଅନେକ ଯୋସେଫକୁ ମୁଁ ଦେଖିପାରୁଛି। ହେ ଈଶ୍ୱରଙ୍କର ଦାସମାନେ, ହେ ଈଶ୍ୱରଙ୍କର ଦାସୀମାନେ, এই সময় ଏକ ମହତ୍ୱପୂର୍ଣ୍ଣର ସମୟ ଅଟେ। ଆପଣ ମାନଙ୍କୁ ଯେଉଁ ଛୁଆ ଦେବେ ପରମେଶ୍ୱର, ସେ ଛୁଆ ମାନେ ପୃଥିବୀକୁ ଓଲଟ ପାଲଟ କରିବା ଛୁଆ ମାନେ ହେବେ।